बहुत दिन ପରେ ଖରା। ହାଏ ହ୍ୟାଲୋ, କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସେଫ୍ରେ ଥିବେ। ମୁଁ ବି ଭଲରେ ଅଛି ଆଉ ସେଫ୍ରେ ଅଛି। ଖରା ଦେଖିକି ମାନେ ଖୁସି ଲାଗୁଛି। ଏମିତି ବର୍ଷା ସବୁବେଳେ ବର୍ଷା ହୁଏ ନା। ଆଜି ଦେଖନ୍ତୁ ଶାଢ଼ୀରେ ବହୁତ ଦିନ ପରେ ଶାଢ଼ୀ ପିନ୍ଧିଛି। ଏଇ ଶାଢ଼ୀଟା ପୁଣି ଗୋଟେ 7-8 ବର୍ଷର ଶାଢ଼ୀ, ବହୁତ ପୁରୁଣା ଶାଢ଼ୀ। ଆଉ ସକାଳୁ ସବୁ କାମ ଛିଡ଼ି ଯାଇଛି, ରାତିରେ ତ ସବୁ କାମ ଛିଡ଼େଇ ଦେଇଥିଲି। ବାସ୍ ସକାଳୁ ପୂଜା କରିବି ବୋଲି ରେଡ଼ି ହେଇନି, ଯାଉଛି ରେଡ଼ି କରିବି ହେବି ପୂଜା କରିବି। ପୁଅ ଯାଇଥିଲା ଫୁଲ ପାଇଁ, ଫୁଲ ଆଣିକି ଆସି ସାରିଲାଣି। ଶୋଇଛି ଗଧ, ଏଇଠି ଦେଖନ୍ତୁ ଗଧ ଶୋଇଛି। ପୂଜା କରିସାରିକି ପଳେଇ ଆସିଲି କିଚେନକୁ। ଦେଖନ୍ତୁ ରାତିରେ ବତୁରେଇକି ରଖିଥିଲି। ଆଜି ସଂକ୍ରାନ୍ତି ଯେହେତୁ ଚିତଉ ପିଠା ଆଉ ଦହିବରା କରିବି, ଆଉ ମଟର ନାହିଁ ଯେହେତୁ କାବୁଲି ବୁଟ ଆଳୁ ତରକାରୀ କରିବି। କାବୁଲି ବୁଟ ବତୁରେଇବି। ଆଗେ ଭାତ ଡାଲି ଭଜାଟା ଟିକେ କରିଦିଏ, କାହିଁକିନା ସକାଳୁ ପଖାଳ ଖାଆନ୍ତି ହଜବେଣ୍ଡ, ଯେହେତୁ ଆଜି ସଂକ୍ରାନ୍ତି। ଆଉ ଆମର ପିଆଜ ରସୁଣ କି ଉଷୁନା କେହି ବି ଖାଆନ୍ତିନି, ତ ଭାତ ଡାଲମା ଭଜା ହିଁ କରିଦେବି। ଆଉ ଏଇଠି ଦେଖନ୍ତୁ କାବୁଲି ବୁଟ ବି ବତୁରେଇ ଦେବି। ରାତି ପାଇଁକା ସବୁ ଆୟୋଜନ ଏବେଠୁ ନ କରିକି ରଖିଲେ ରାତି ପାଇଁ ମୁଁ ବହୁତ ହଇରାଣ ହେଇଯିବି। ତେଣୁ ଚାଲନ୍ତୁ ଶୀଘ୍ର ଶୀଘ୍ର ଡାଲମା ଭଜା ଭାତ ସବୁ କରିଦେବା। ଡାଲମା କରିବି ବୋଲି ଆଜି 3 ପ୍ରକାର ଡାଲି 5 ପ୍ରକାର ଡାଲି ପକେଇକି କରନ୍ତି। ମୋ ପାଖରେ ଥିଲା ଯେତିକି ମୁଁ ସେତିକି ପକେଇଛି। ବୁଟ ଡାଲି, ହରଡ଼ ଡାଲି, ମୁଗ ଡାଲି ପକେଇକି ଡାଲମା କରିଦେବି। ଡାଲମା ପରିବାରେ କ'ଣ ନେଇଛି? କଖାରୁ, ଆଳୁ, ସାରୁ, ବାଇଗଣ, ଟମାଟୋ, ଯାହା ଯାହା ଥିଲା ମୁଁ ସେୟାକୁ ପକେଇକି କରିଦେଲି। ଆଉ ଭଲ ବି ଟେଷ୍ଟ ବି ଲାଗୁଥିଲା, କାହିଁକିନା ବେଶୀ ଡାଲି କ୍ୱାଣ୍ଟିଟି ବହୁତ ହେଇଯାଇଥିଲା ତ ସେଥିପାଇଁ ବହୁତ ବଢ଼ିଆ ବି ଲାଗୁଥିଲା ଡାଲମାଟା। ଆପଣ ଏଇ ଅନୁସାରେ ବି କଲେ ବହୁତ ଟେଷ୍ଟି ଲାଗିବ। ଡାଲି ଟିକେ ଅଧିକ ଖର୍ଚ୍ଚ ହେବ, ତ ବହୁତ ଟେଷ୍ଟି ବି ଲାଗିବ। ମୋ ପୁଅ ଅଛି ନା, ମହାରାଜ ଅଛନ୍ତି, ସିଏ କହିଲା ମୁଁ ଖାଇବିନି, ଭାତ ଖାଇବିନି, ମୋ ପାଇଁ ସିମେଇ ଉପମା କର, ଆଳୁ ପକେଇକି କର। ତା ପାଇଁ ସିମେଇ ଉପମା ଟିକେ କରିବି। ସିମେଇ ଉପମା କଲି ସିନା, ହେଲେ କିଛି ବି ଖାଇଲାନି, ଭାତ ହିଁ ଖାଇଲା। ମୋତେ ଏତେ ରାଗ ଚିଡ଼ି ଯାଇ ବେଳେବେଳେ ତା ଉପରେ, କୁହନ୍ତୁନି ଆଉ। ଏଇଟା କର ସେଇଟା କର ସେଇଟା କର କରିବି, ହେଲେ କି ଖାଇବନି। ଆଉ ମୋତେ ବହୁତ ରାଗ ଲାଗେ, ନ ଖାଇଲା ମାନେ ଚିଡ଼ା ଲାଗେ ପ୍ରବଳରୁ। ସେ ଏତେ ବିରକ୍ତ କରାଏ ମୋତେ, ଆପଣମାନେ ବିଶ୍ୱାସ କରିବେନି। ଗୋଟେ ପୁଅ ତ ବହୁତ ହଇରାଣ ମୋତେ କରୁଛି। ପୋଟଳ ଆଉ ଆଳୁ ବାଟିକି ଭାଜିଦେଲି। ଆଉ ଡାଲମା ପାଇଁ ଛୁଙ୍କ କରିବା ପାଇଁକା ଏପଟରେ ଡାଲମା ପାଇଁ ଯେଉଁ ତଡ଼କା ପ୍ୟାନ୍ଟା ସେଇଟା ବସାଇଦେଲି। ଟିକେ ଆଜି ତ ପିଆଜ ରସୁଣ କିଛି ପଡ଼ିବନି, ବାସ୍ ପଞ୍ଚଫୁଟଣ ଆଉ ଭୃସଙ୍ଗ ପତ୍ର ଅଦା ଦେଇକି ଛୁଙ୍କ କରିଦେବି। ହେଙ୍ଗୁ ଥିଲେ ହେଙ୍ଗୁ ପକାଇଥାନ୍ତି, ହେଙ୍ଗୁଟା ସରିଯାଇଛି। ତାପରେ ଏ ମାସରେ ହେଙ୍ଗୁ ଆଣିବା ପାଇଁ ଏମାନେ ଭୁଲି ଯାଇଛନ୍ତି, ଇଏ ଭୁଲି ଯାଇଛନ୍ତି। ତ ସେଇ ଯାହା ଅଛି ଟେଷ୍ଟି ଲାଗୁଥିଲା, ଯେ ବହୁତ ଭଲ ଲାଗୁଥିଲା। ହେଙ୍ଗୁ ପକାଇଥିଲେ ଡାଇଜେସନ୍ ପାଇଁକା ହେଙ୍ଗୁଟା ଭଲ ଦିଏ, ଆଉ ବାସ୍ନା ବି ଡାଲିର ବାସ୍ନାଟା ବି ଭଲ ଆସେ। ତେଣୁ ହେଙ୍ଗୁ ପକାଇଲେ ହେବ। ହେଙ୍ଗୁ ମୋ ପାଖରେ ନଥିଲା ଯେହେତୁ ମୁଁ ପକାଇନି। ଆପଣମାନେ ଚାହିଁଲେ ପକାଇ ପାରିବେ। ତାପରେ ଲାଷ୍ଟକୁ ଡାଲମା ଯେତେବେଳେ ଛୁଙ୍କ କରିବେ ଟିକେ ଫୁଟିଗଲା ପରେ ତାପରେ ପକାଇଦେବେ, ଓହ୍ଲେଇ ସାରିଲା ବେଳକୁ ଜିରା ଲଙ୍କା ଗୁଣ୍ଡ। ଜିରା ଲଙ୍କା ଗୁଣ୍ଡ ତାପରେ ପଳେଇ ଆସନ୍ତୁ। ଆମର ହେଇଗଲା ସବୁ ଆଇଟମ୍। ଖାଇବା ପାଇଁକା ପୁରା ତରବର ହେଲେଣି, 10ଟା ବାଜିଗଲାଣି, ଭୋକ ଲାଗିଲାଣି ତାଙ୍କୁ। ଆଉ ମୁଁ ଦେଖନ୍ତୁ କେମିତି ଝାଳରେ ପୁରା ଗାଧେଇ ପଡ଼ିଛି। ତାପର କାମର ମୋତେ 5 ମିନିଟ୍ ଗୋଟେ ସମୟ ନଥିଲା କାଲି ବସିବା ପାଇଁକା। ବହୁତ ସାରା କାମ, ଏଇଟା ବୋଲି ସେଇଟା, ସେଇଟା ବୋଲି ଏଇଟା। ଯେଉଁ ଚାଉଳ ସବୁ ରଖିଥିଲି ବାଟିବି ବୋଲି ବତୁରେଇଥିଲି, ତାକୁ ନଡ଼ିଆ ଦେଇକି ଅଧ କିଲେ ଚାଉଳରେ 3ଟା ନଡ଼ିଆ ଦେଇକି କରିଦେଇଥିଲି, ବାଟି ଦେଇଥିଲି। ଆଉ ଏଇଟା ଦେଖନ୍ତୁ
ଦହିବରା ପାଇଁକା ପୁରା କାଠୁଆ କାଠୁଆ କରିକି ପୁରା କାଠୁଆ ଟୋଟାଲ୍ ପାଣି ଦେଇନଥିଲି, ଗ୍ରାଇଣ୍ଡର୍ କରିଦେଇଛି। ଇଏ ସନ୍ଧ୍ୟାବେଳକୁ ହେବ ଦହିବରା। କିନ୍ତୁ ଦହିବରା କରିବାକୁ ହେଲେ ଆପଣମାନେ ଆଦେହରେ ଟିକେ ସୁଜି ମିଶାଇବେ। ମୁଁ ଖାଲି କରିଥିଲି ବିରିରେ। ଆଉ ଇଏ ହେଉଛି ଚିତଉ ପିଠା ପାଇଁ ବ୍ୟାଟର୍ କରିଥିଲି ଚାଉଳ ଆଉ ନଡ଼ିଆ, ଆଉ କିଛି ବି ପଡ଼ିନଥିଲା। ଚାଉଳ ଆଉ ବଡ଼ ବଡ଼ ନଡ଼ିଆ ଯଦି ଥିବ ଆପଣମାନଙ୍କ ଏରିଆରେ, ଆମର ତ ବଡ଼ ବଡ଼ ନଡ଼ିଆ ନୁହଁ, ଛୋଟ ଛୋଟ ନଡ଼ିଆ। ଯଦି ଅଧ କିଲୋ ଚାଉଳରେ 2ଟା ନଡ଼ିଆ ପକାଇବେ ଯଦି ବଡ଼ ହେଇଥିବ। ମୋର ଯେହେତୁ ଛୋଟ ଛୋଟ ତେଣୁ 3ଟା ପକାଇଥିଲି। ଦହିବରା ଯେତେବେଳେ ଛାଣିବି ଖାଲି ଲୁଣ ଆଉ ଯଦି ଅଛି ଆମ୍ବ ଅଦା ତାହେଲେ ଆମ୍ବ ଅଦା, ଆଉ କିଛି ବି ନାହିଁ। କଡ଼େଇରେ ତେଲ ବସାଇ ଦେଇଛି, ବରା ଛାଣିଦେବା ଚାଲନ୍ତୁ। ଦେବି ଦହିବରା ପାଇଁକା, କାରଣ ସନ୍ଧ୍ୟାବେଳେ ବୋଲି ସନ୍ଧ୍ୟାବେଳେ 4ଟା 5ଟା ଖଣ୍ଡେ ହେବ। ଯେହେତୁ ବରାଟା ପାଣିରେ ପଡ଼ିବ, ଯେହେତୁ ମୁଁ ପାଣି ଦେଖନ୍ତୁ ସେ ଭଗୋନାରେ ପାଣି ରଖିଛି। ପାଣି ଆଉ ଲୁଣ ଅଳ୍ପ ଟିକେ ଲୁଣ ଦେଇକି ରଖିଛି। ବରା ଛାଣିକି ଡାଇରେକ୍ଟ ସେଇଥିରେ ହିଁ ପକାଇବି, କାହିଁକିନା ବରାଟା ଫୁଲିବା ଦରକାର। ଆଉ ଦହିରେ ଫୁଲିବନି, ଦହିଟା ଲାଷ୍ଟ ବେଳକୁ ପକାଇବି। ପ୍ରୋସେସ୍ ଆପଣମାନେ ଦେଖନ୍ତୁ। ବରା ଦେଖନ୍ତୁ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା। ଆପଣମାନେ ଚାହିଁଲେ ଆଠୁ ଟିକେ ହାଲକା ବି ରଖିପାରିବେ। ମୁଁ ପୁରା ମୋତେ ଟିକେ ଗାଢ଼ ପସନ୍ଦ, ଟିକେ ବରା ମାନେ ଟିକେ ବ୍ରାଉନ୍ ହେବା ଟିକେ ଦରକାର, ମୋତେ ସେଥିପାଇଁ ଭଲ ଲାଗେ। ମୁଁ ସେମିତି ହିଁ ରଖିଥିଲି। ତାପରେ ଏମିତି ଚାହିଁଲେ ବି ଖାଲି ବରା ବି ଖାଇପାରିବେ। ଚାଲନ୍ତୁ ଶୀଘ୍ର ବରା ରେଡ଼ି ହେଇଗଲା। ଦହିବରା ପାଇଁକା ଥୋଇଦେଲି ସବୁ ପାଣିରେ ଇଏ କରିକି, ଆଉ ପାଣିରେ ବତୁରେଇକି। ଏଇଟା ହେଉଛି ଦେଖନ୍ତୁ ଖଡ଼ା ମସଲା, ସବୁ ଗୋଟା ମସଲା, ଅଦା, ଜିରା, ଆଉ ଗୋଟେ ଟମାଟୋ, ଆଉ ତେଜପତ୍ର 2ଟା 3ଟା ସବୁ ଗ୍ରାଇଣ୍ଡର୍ କରିଦେବି। କାବୁଲ ବୁଟ ସିଝେଇକି ରଖିଛି, ତାକୁ ତରକାରୀ କରିବା ପାଇଁକା କଡ଼େଇରେ ଟିକେ ତେଲ ଦେଇଦେବେ। ତାପରେ ଚିନି ଦେଇଦେବେ କଲର୍ ହେବା ପାଇଁକା। ଅଳ୍ପ ଟିକେ ଚିନି ଦେବେ, 1 ଚାମଚ ନୁହେଁ ତ, ଛୋଟ ଚାମଚ 1 ଚାମଚ ଦେବେ। ତାପରେ ଯେଉଁ ଗ୍ରାଇଣ୍ଡର୍ କରିକି ରଖିଥିଲେ ଜିରା, ଗୋଟା ମସଲା ସବୁ, ଏସବୁ ଯେଉଁ ମସଲା ଗ୍ରାଇଣ୍ଡର୍ କରିକି ରଖିଥିଲେ ସେ ମସଲା ସବୁ ତକ ଦେଇଦେବେ। ଦେଇକି ଭଲ ଭାବେ ଫ୍ରାଏ ହେବା ପର୍ଯ୍ୟନ୍ତ, ମାନେ ବହୁତ ଭଲ ବାସ୍ନା ଆସିବା ପର୍ଯ୍ୟନ୍ତ କଷିବେ। ମୁଁ ଆଦେହରେ ଖାଲି ଜିରା ଯେହେତୁ ବାଟିଥିଲି, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ହଳଦୀ ଗୁଣ୍ଡ, ଆଉ କିଛି ବି ଦେଇନଥିଲି। କରି ମସଲା ଟିକେ ଦେଇଥିଲି, ଆଉ କୌଣସି ଜିନିଷ ଦେଇନଥିଲି। ବାସ୍ ୟାକୁ ଭଲ ଭାବେ କଷିବେ, ଭଲ ଭାବେ କଷିବେ। ଆଉ ପୁରା ଲଙ୍କାଗୁଣ୍ଡ ମୁଁ କମ୍ ଦେଇଥିଲି, ଯେହେତୁ ପିଲାମାନେ ଖାଇବେ ସେଥିପାଇଁ ପୁରା କମ୍ ଦେଇଥିଲି। ଆଉ କରି ମସଲା ଟିକେ ଦେଇକି ଭଲ ଭାବେ କଷିବା, କଷି ପୁରା ବାସ୍ନା ଆସିବା ପର୍ଯ୍ୟନ୍ତ ପୁରା 10 ମିନିଟ୍ ଖଣ୍ଡେ ମୁଁ ସ୍ଲୋ ଆଞ୍ଚ କରିକି କଷିଲି। ତାପରେ କଷି ସାରିଲା ପରେ ଟମାଟୋ ଗୋଟେ ବାଟିଥିଲି, ପ୍ଲସ୍ ଗୋଟେ କାଟିକି ବି ପକାଇଲି। ଯେହେତୁ ଲୁଣ ପଡ଼ିଛି, ସିଝିବାରେ ଲୁଣ ପଡ଼ିଛି, ତେଣୁ ଲୁଣ ଦେଖିକି ପକାଇବେ ତରକାରୀରେ। ଯେହେତୁ ଆଳୁଟାରେ ଶୋକ୍ କରିନଥିବ ଲୁଣ, ଚୋପା ଛଡ଼ା ହେଇକି କଟା ହେଇକି ପଡ଼ିନଥିଲା, ଗୋଟା ପଡ଼ିଥିଲା, ତେଣୁ ଲୁଣଟା ଟିକେ ଆବଶ୍ୟକ। ସେଥିପାଇଁ ଲୁଣ ଟିକେ ଦେଇକି, ପାଣି ଟିକେ ଦେଇକି, ଯେମିତି ଟମାଟୋ ମେଲ୍ଟ ହେଇଯିବା ପର୍ଯ୍ୟନ୍ତ ତାକୁ କଷିଦେଲି। ଟମାଟୋ ମେଲ୍ଟ ହେଇସାରିଲା ପରେ ଆଳୁ ପକାଇଦେବେ, ଯେଉଁ ସିଝେଇକି ରଖିଥିବେ। ଆପଣ ଯଦି ଚାହିଁବେ କାଟିକି ପକାଇବେ, ନହେଲେ ଏମିତି ମୁଁ ଯେମିତି ହାତରେ ମ୍ୟାସ୍ କରିକି ପକାଉଛି ଆପଣମାନେ ସେମିତି ବି ପକାଇ ପାରିବେ। ମୋତେ କାଟିକି ପକାଇବାକୁ ଭଲ ହିଁ ଲାଗେନି, ସେଥିପାଇଁ ମୁଁ ଏମିତି ହିଁ ପକାଇଦେଲେ। ପକାଇଲେ କ'ଣ ହେବ କି ଝୋଳଟା ଟିକେ ବହଳିଆ ହେବ, ସେଥିପାଇଁ ମୁଁ ଏମିତି ହିଁ ପକାଏ। ତାପରେ ଯେଉଁ କାବୁଲ ବୁଟରୁ ପାଣି ଆଡ଼େଇ ଦେଇକି କାବୁଲ ବୁଟ ପକାଇଦେବେ। ତାକୁ 2-3 ମିନିଟ୍ ଖଣ୍ଡେ ଭଲ ଭାବେ କଷିବେ। କଷି ଦେଇକି ଆପଣମାନେ ଯେତିକି ଗ୍ରେଭି ରଖିବାକୁ ଚାହୁଁଛନ୍ତି, ଯେତିକି ଝୋଳ ଖାଇବା ପସନ୍ଦ ଆପଣମାନଙ୍କୁ, ସେଇ ଅନୁସାରେ ପାଣି ଦେଇଦେବେ। ପାଣି ଦେଇକି 5 ମିନିଟ୍ ଖଣ୍ଡେ ଫୁଟାଇଲେ ବାସ୍ ତରକାରୀ ରେଡ଼ି। ଆଦେହରେ ଆଉ ଗରମ ମସଲା ଦେବାକୁ ପଡ଼ିବନି, ଯେହେତୁ ଖଡ଼ା ମସଲା ସବୁ ଗୋଟା ମସଲା ସବୁ ବଟା ହେଇକି ପଡ଼ିଛି। କିଛି ବି ଗରମ ମସଲା ଦରକାର ନାହିଁ। ଯଦି ଆପଣମାନଙ୍କ ପାଖରେ ଥିବ ଧନିଆ ପତ୍ର ପକାଇଦେବେ। ମୋ ପାଖରେ ତ ନଥିଲା, ଆଉ ଆମ ପଟେ ଏଠି ପ୍ରବଳ ରେଟ୍ ଧନିଆ ପତ୍ର, ଗୋଟେ ଗଛକୁ 10 ଟଙ୍କା ଖଣ୍ଡେ ନେଉଛି। ଆଉ ଟିକେ ଦେଖନ୍ତୁ ବରା ପାଇଁ ଯେଉଁ ବରା ଛାଣିକି ରଖିଥିଲି, ତା ଦେହରେ ଦହି ପକାଇଦେଲି। ଯେଉଁ ପାଣି ଦେଇଥିଲି ତାକୁ ଫିଙ୍ଗିଦେଲି। ଦହି ପକାଇକି ତା ଦେହରେ ଛୁଙ୍କ ଦେବି। ସୋରିଷ ତେଲରେ ଛୁଙ୍କ ଦେଇଥିଲେ ବହୁତ ବଢ଼ିଆ ଲାଗିଥାନ୍ତା। ଯେହେତୁ ସଂକ୍ରାନ୍ତି, ମୁଁ ସୋରିଷ ତେଲ ଖାଇବିନି। ସୋରିଷ ତେଲ ଖାଆନ୍ତି କିନ୍ତୁ ମୁଁ ଖାଏନି। ତା ଦେହରେ ହେଙ୍ଗୁ ପକାଇଥିଲେ ହେଇଥାନ୍ତା। ମୋ ପାଖରେ ଯେହେତୁ ହେଙ୍ଗୁ ନାହିଁ, ଖାଲି ମୁଁ ଦେଇଦେଲି ଲଙ୍କା ଆଉ ଭୃଷୁଙ୍ଗା ପତ୍ର ଦେଇକି ଟିକେ ଛୁଙ୍କଟା କଲର୍ ଆସିବା ପାଇଁକା ଗ୍ୟାସ୍ ବନ୍ଦ କରିକି ତା ଦେହରେ ଲଙ୍କାଗୁଣ୍ଡ ଟିକେ ଅଳ୍ପ ଟିକେ ଚାମଚ, 1/2 ଚାମଚ ଖଣ୍ଡେ ଦେଇକି ଦେଇଦେବି। ଛାଡ଼ିଦେବେ ଦହିବରାରେ ଛୁଙ୍କ। ପୁରା ହେଇଗଲା ଆପଣମାନଙ୍କର ଟେଷ୍ଟି ଦହିବରା।
ଦହିବରା पूरा रेडी होगला पूरा इवनिंग टाइम है आपण मान गुड इवनिंग जाऊँगी संध्या देवी आ शाढ़ी केमती आगे चेंज करी मो शाढ़ी ना बाहरी पिंधा अभ्यास छाड़ी गला शाशुघर गले जहाँ खाली पिंधुची ना पिंधुनी तेणु अभ्यास छाड़ी गला ना बहुत बोझ भाया लगे आते गरम लगुच कहतुनि तेणु आगे मुझे शाढ़ीटा चेंज करदेवी तापर पिठा करी कि पिठा चितौ पिठा करी आउ गरम गरम खावा देवी संध्या सरिया पर मो पुओ कहला मत भोक लगे प्रबल खावा दियो मुझे दहीबरा हो घुगुनी जेहेतु ही नाला काबुल बुट तरकारी होता से घुगुनी भाया करके देदेली गार्निशिंग पूरा बढ़िया टेस्टी करदी दहीबरा देहरे से तरकारी देदेली तादे सेव टिके देदेली पियाज टिके पकईदेली से पियाज खाइब बोली कहला आउ सेव टिके देखो सेव टिके पकईदेली आपण मान पाखे जब ग्रीन चटनी इमली चटनी थी तादे पकईदेवे आउ पिठा साइड्रे नहीं एंजॉय करेंगे दहीबरा आलुदम आउ चितौ पिठा मोर चितौ पिठा हो गला पलि आसतु आपण मैंने गरम गरम जे जो अच्छा खाई ने गरम गरम खाइले ही टेस्ट लगे तो आज ब्लॉगटा मुझे रखुची जदि टिके भी भल लगे लाइक करेंगे शेयर करेंगे कमेंट करेंगे सब्सक्राइब करेंगे रखुची लव यू ऑल टेक केयर बाय बाय।